ଆପଣ ନିଜର ନୂଆ ଘର ତିଆରି କରୁଛନ୍ତି କି ନୂଆ ଘର କିଣିବା ପାଇଁ ଯୋଜନା କରୁଛନ୍ତି କି? ତାହେଲେ ଟିକେ ଶୁଣନ୍ତୁ। ନାଇଁ ଯଦି ଆପଣ କିଣି ସାରିଲେଣି କି ତିଆରି କରି ସାରିଲେଣି, ସେଇ ଘରେ ରହୁଛନ୍ତି, ତାହେଲେ ମଧ୍ୟ ଶୁଣନ୍ତୁ। କାହିଁକି ନା ଆପଣଙ୍କ ଘରେ ପ୍ରବଳ ବାସ୍ତୁ ଦୋଷ, ଗୋଟେ ଅତୃପ୍ତ ଆତ୍ମା ଘୁରି ବୁଲୁଛି। ଯେଉଁ ଠାକୁର ଘର କରିଛନ୍ତି ଭୁଲ ଜାଗାରେ। ଆପଣ ବସିଲେ, ଖାଇଲେ, ଶୋଇଲେ, ପଢ଼ିଲେ, ଆପଣଙ୍କ ପଛପଟଟା ଠାକୁରଙ୍କ ଆଡ଼କୁ ହେଇଯାଉଛି। ଆଉ ଯେଉଁ ଷ୍ଟେୟାର କେସ୍ଟା ଭୁଲ ଜାଗାରେ ହେଇଛି, ତା'ର କୁପ୍ରଭାବ ପଡ଼ୁଛି ଜୀବନ ଉପରେ, କ୍ୟାରିୟର ଉପରେ। ଅଫିସରେ ଅଶାନ୍ତି, କ୍ୟାରିୟର ପୁରା ବରବାଦ। ଆଉ ଯେଉଁ ଘରର ଏଣ୍ଟ୍ରାନ୍ସଟା କେଉଁ ଜାଗାରେ ହେବା କଥା କେଉଁ ଜାଗାରେ କରିଛନ୍ତି, ପୁରା ଭୁଲ ଜାଗାରେ କରିଛନ୍ତି। ଏମିତି ଜାଗାରେ କରିଛନ୍ତି ଯେ ଘର ଭିତରକୁ ଯିବା ପାଇଁ ଲକ୍ଷ୍ମୀ ମଧ୍ୟ ବାଟ ପାଉନାହାନ୍ତି। ସାଂଘାତିକ ବାସ୍ତୁ ଦୋଷ, ଚାରିଆଡ଼େ ନେଗେଟିଭ୍ ଏନର୍ଜି। ଆଉ ୟା ପ୍ରଭାବ ପଡ଼ୁଛି ନା ନାହିଁ ଘର ଉପରେ? ପଡ଼ୁଛି। ସେଥିପାଇଁ ଆପଣଙ୍କ ପୁଅକୁ ଚାକିରି ମିଳୁନି, ଝିଅ ବାହା ହେଇପାରୁନି, ବୁଢ଼ା ବାପା ମା 2 ଜଣ ଅସୁସ୍ଥ, ବେଡ୍ ରିଡେନ୍। ଆଉ ଗୋଟେ କଥା ତ ଆପଣ ନିଶ୍ଚିତ ମାନିବେ, ସବୁଦିନ ଘରେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଉଛି ନା ନାହିଁ? ତେଣୁ କାରଣ କ'ଣ? ବାସ୍ତୁ ଦୋଷ। ଏଇଟା କିଏ କହୁଛି? ମୁଁ କହୁଛି? ନାଇଁ, ମୁଁ କହୁନି। ଏଇଟା ଆପଣଙ୍କର ସାଙ୍ଗସାଥିମାନେ ଆପଣଙ୍କୁ କହିଥାନ୍ତି, ପରାମର୍ଶ ଦେଇଥାନ୍ତି ଯାଇକିରି ବାସ୍ତୁଶାସ୍ତ୍ରୀକି ଦେଖା କରିବା ପାଇଁ। ତେଣୁ ଆପଣ ଗଲେ, କନସଲ୍ଟ କଲେ, ପଇସା ଦେଲେ ଏବଂ ବାସ୍ତୁଶାସ୍ତ୍ରୀର ଭଲ ଶିକାରଟିଏ ହେଲେ, ତାପରେ ଫେରିଲେ ଏବଂ ବରବାଦୀ ସେଇଠୁ ଷ୍ଟାର୍ଟ। ତାପରେ ଆପଣଙ୍କର ଘର ଭଙ୍ଗାଯିବ, ଗଢ଼ାଯିବ, ଏଟାକୁ ସେଠି କରାଯିବ, ସେଟାକୁ ଏଠି କରାଯିବ, ମୂଲିଆ, ମିସ୍ତ୍ରୀ, ବ୍ୟାଙ୍କ ଲୋନ୍, ଡାଇବେଟିସ୍ ବଢ଼ିବ, ବିପି ବଢ଼ିବ, ନିଦ ହେବନି। ତେଣୁ ଆପଣ ବର୍ତ୍ତମାନ ବାସ୍ତୁ ଦୋଷ ଯେଉଁ ଭାଇରସ୍, ସେଇଥିରେ ଆପଣ ଆକ୍ରାନ୍ତ ହେଇଗଲେ। ରୋଗର ତ ନିଦାନ ଥାଏ। ଏଇ ରୋଗର ନିଦାନ କ'ଣ ମୁଁ ଆପଣଙ୍କୁ କହୁଛି। ବାସ୍ତୁଶାସ୍ତ୍ର କ'ଣ? ବାସଗୃହ ନିର୍ମାଣର ଶାସ୍ତ୍ର ବା ଜ୍ଞାନ। ଯେତେବେଳେ ଏଇ ଜ୍ଞାନ ଦିଆହେଉଥିଲା, ସେହି ସମୟରେ କ'ଣ ଆପାର୍ଟମେଣ୍ଟ ଥିଲା, ବଡ଼ ବଡ଼ କୋଠା ଥିଲା? ନା, ଝାଟି ମାଟିର ଘର, ଚାଳ ଘର, ଅତି ବେଶୀରେ ଆଟୁ। ଜ୍ଞାନ କ'ଣ ଥିଲା? ଯେ ନିଆଁ, ପାଣି, ପବନ, ସୂର୍ଯ୍ୟାଲୋକକୁ ଦେଖିକିରି ଆପଣ ଘର କରିବେ, ଏତିକି ଥିଲା ମାତ୍ର। କିନ୍ତୁ ଏବେ ବାସ୍ତୁଶାସ୍ତ୍ରୀମାନେ ଆପଣଙ୍କୁ ଡରେଇ ଦେଉଛନ୍ତି ବାସ୍ତୁ ଦୋଷ ନାଁରେ ଏବଂ କହୁଛନ୍ତି ଯଦି ବାସ୍ତୁ ଦୋଷ ଅଛି ତାହେଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବନି, ସୁଖ, ଶାନ୍ତି, ସମୃଦ୍ଧି ମିଳିବନି। କିନ୍ତୁ କୁହନ୍ତୁ ତ, ଏଇ ଯେଉଁ ସ୍ୱାସ୍ଥ୍ୟ, ସୁଖ, ଶାନ୍ତି, ସମୃଦ୍ଧି ସମସ୍ତଙ୍କୁ କ'ଣ ଚିରଦିନ ପାଇଁ ମିଳିଥାଏ? କେବେ ନୁହଁ। ଇଭିନ୍ ବାରାକ ଓବାମାକୁ ମିଳୁନି, ଡୋନାଲ୍ଡ ଟ୍ରମ୍ପକୁ ମିଳୁନି, ଏଲନ୍ ମସ୍କକୁ ମିଳୁନି, ବିଲ୍ ଗେଟ୍ସକୁ ବି ମିଳୁନି, କି ମୁକେଶ ଆମ୍ବାନୀକୁ ମିଳୁନି, କି ଗୌତମ ଆଦାନୀକୁ ମିଳୁନି, କି ଆମ ପ୍ରାଇମ୍ ମିନିଷ୍ଟରକୁ ମିଳୁନି, କି ଆମ ରାଷ୍ଟ୍ରପତିଙ୍କୁ ମଧ୍ୟ ମିଳୁନି। ଅଥଚ ଏଇ ଯେଉଁ ବାସ୍ତୁଶାସ୍ତ୍ରୀମାନେ ଯେଉଁ ପ୍ରେସ୍କ୍ରିପସନ୍ ଦେଇଥାନ୍ତି, ସେଇଟା କେତେ ଦୂର ଠିକ୍ ଆପଣ କୁହନ୍ତୁ। ଆସନ୍ତୁ ଯିବା ସେଇ ବାସ୍ତୁଶାସ୍ତ୍ରୀଙ୍କ ପାଖରେ ଏଇଟାକୁ ଫ୍ୟାକ୍ଟ ଚେକ୍ କରିବା। ତାଙ୍କ ଘର ତ ସେ ନିଶ୍ଚିତ ଭାବରେ ବାସ୍ତୁଶାସ୍ତ୍ରକୁ ଆପ୍ଲାଏ କରିଥିବେ। ତାଙ୍କ ଘରେ କେହି ରୋଗୀ ନାହାନ୍ତି, ହସ୍ପିଟାଲ ଯାଆନ୍ତିନି। ତାଙ୍କ ଘରେ ସମସ୍ତେ ସୁଖ, ଶାନ୍ତି, ସମୃଦ୍ଧିରେ ଅଛନ୍ତି। ତାଙ୍କ ଘରେ କେତେଜଣ OS, IAS, ଡାକ୍ତର, ଇଞ୍ଜିନିୟର ଆଉ ସୁପ୍ରିମକୋର୍ଟ ଆଡଭୋକେଟ୍, ହାଇକୋର୍ଟ ଆଡଭୋକେଟ୍ ଅଛନ୍ତି। ଯଦି ତାଙ୍କ ଘରଟା ବାସ୍ତୁଶାସ୍ତ୍ର କମ୍ପ୍ଲାଏଣ୍ଟ, ତାହେଲେ ତ ସବୁ ସୁବିଧା ତାଙ୍କର ଥିବା ଦରକାର। ଟିକେ ଚେକ୍ କରନ୍ତୁ। ଆଉ ଗୋଟେ କଥା, ଏବେ ଯେତେ ସବୁ ୱାର୍ଲଡରେ ବଡ଼ ବଡ଼ ଷ୍ଟ୍ରକ୍ଚର ହେଇଛି, ବୁର୍ଜ ଖଲିଫା ହେଲା, ୱାର୍ଲଡ ଟ୍ରେଡ୍ ସେଣ୍ଟର ହେଲା, ମାଲେସିଆର ଟ୍ୱିନ୍ ଟାୱାର ହେଲା, କି ଦୁବାଇ, ସିଙ୍ଗାପୁର, ନ୍ୟୁୟର୍କ, ୱାଶିଂଟନ, ଲଣ୍ଡନ, ପ୍ୟାରିସ, ଯେତେ ସବୁ ବଡ଼ ବଡ଼ ଷ୍ଟ୍ରକ୍ଚର ଅଛି, ସେଥିରେ ବାସ୍ତୁଶାସ୍ତ୍ରର ଜ୍ଞାନ ଆପ୍ଲାଇ କରାଯାଇନି, କିନ୍ତୁ ବେଶ ମଜବୁତ ଅଛି। ଅଥଚ ଭାରତରେ ଏବେ ରାମ ମନ୍ଦିର ନିର୍ମାଣ କରାଗଲା, ବାସ୍ତୁଶାସ୍ତ୍ର ଆପ୍ଲାଇ କରାଯାଇଥିଲା, କିନ୍ତୁ ପାଣି ଝରୁଛି। बनी है उसमें एक ही पहली वर्षा में ही पानी चूने लगा, अंदर पानी भर गया था। इस पर ध्यान देना चाहिए कि जो बना है उसमें कौन सी कमी रह गई है। जहां ऐसी ନୂଆ ପାର୍ଲାମେଣ୍ଟ ଘର ତିଆରି କରାଗଲା, ବାସ୍ତୁଶାସ୍ତ୍ର ଆପ୍ଲାଇ କରାଯାଇଥିଲା, ପାଣି ଝରୁଛି। तुम लोग मत आ जाओ यार इसमें। अभिषेक ଏଇ ବାସ୍ତୁଶାସ୍ତ୍ରଟା ଆଇମା କାହାଣୀ। ଯେମିତିକି ରୋଷେଇ ଘରେ ଚୁଲିଟିଏ କର, ଶୁଖିଲା କାଠରେ ରାନ୍ଧେ, କବାଟ ଖୋଲା ଥାଉ, ଧୂଆଁ ପଳେଇବ। ଏ ଗୋଟେ ଉପଦେଶ।
ठीक अच्छे किंतु आउ तो चूला ना आउ तो चूली नहीं एवं गैस चूला आउे खाद्यटा स्वादिष्ट हम कौन चूली से इनग्रेडिएंट भल हवा दरकार तेल भल हवा दरकार रोषे भल हवा दरकार रोषेया भल हवा दरकार ये सब हेले तो हम ठीक से ही आपण सुख शांति समृद्धि केतेबेले पाइबे घर जदि मजबूत हम से कौन दरकार बाली गोड़ी सीमेंट इटा ये सब क्वालिटी जिनस हवा दरकार जो ज्ञान बा जो कौशल तैयारी होची सी मध्य अप टू डेट हवा दरकार सेटा अर्थक्वेक रेजिस्टेंस हवा दरकार सेटा साइक्लोन रेजिस्टेंट हवा दरकार ये सब हेले तो हम कहतु तो जदि घरे पानी गलुची क्या डाकिबे प्लम्बर को जदि सर्ट सर्किट अच्छी इलेक्ट्री ताले इलेक्ट्रीशियन को डाकिबे जदि स्वेरेजर प्रोब्लेम अच्छी स्वेरेज टेक्नीशियन को डाकिबे जदि उई चरी जाउछंती ताले व्हाइट हैंड ट्रीटमेंट करिवे जदि घरे के रोगी अछंती हॉस्पिटल को नेबे आउ कहतु आपण लांच खाइले विजिलेंस धरला जेल गले भूल कहार घरर वास्तु दोषर ना आपणकर तेणु चिंता करंतु जे आपण वास्तु विश्वास होकर बर्बादी हेबे ना वास्तववादी होकर निर्भय रहिबे चॉइस इज योर्स थैंक यू वेरी मच पुणी देखा आगामी वीडियो रे आउ गोटे सब्जेक्ट उपर नमस्कार।